परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तुम्हें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण पंचम स्कंधर आज आम द्वाविंश व 22तम अध्याय श्रवण करिबा। यही अध्यायर प्रथम भाग रही पद्यांतरी एवं द्वितीय भाग रही यार व्याख्या। यही अध्याय रही भिन्न भिन्न ग्रहंकर स्थिति और गति विषय वर्णना कथा वर्णना कर। शास्त्र एक एमिति ग्रंथ जहाँकि विज्ञान सेठू जन्म निये। विज्ञानर पिता शास्त्र कहले भी अत्युक्ति हेब ना, किंतु आमे विज्ञान को गुरुत्व दौचु, शास्त्र को नुह। तेणुक आमे माने आज आम पछरे पड़ी जाइए। जमती कि जड़े श्रोता जड़े पाठक तांकर कमेंट लिखिछंती जे नासार वैज्ञानिक माने यही जिनस बा सूर्यंकर स्थिति विषय जानापी गवेषणा कर भारत आसुंच, किंतु आमर देशर नागरिक आमर देशर वैज्ञानिक जाऊँ सियाड़े देश बाहर। तेणुक तो कह जाए जहाँ नहीं जगते ताहा भारते। तेज आसतु आरंभ करवा द्वाविंश अध्याय। बर्तमान ग्रह मानकर स्थिति आउ तार वर्णना गति कथा वर्णना केमती कर जाना। द्वाविंशे अन्य ग्रहंकर वर्णन स्थिति जे संचार। राजा परीक्षित वाच भमुनि एथिर तदंत शुणिले जीव प्रतीत। आदित्य देव यथचिते मेरु प्रदक्षिण करन्ते। द्वादश राशिंक सम्मुखे भोग से करन्ति प्रत्यके। आदित्य गति व्यग्रतर तहिरे केमन्ते संचार। एणे तो मोहर संदेह भमुनि तदंत तु कह। श्रीशुक उवाच कुलाल चक्र प्राय होई आदित्य रथ जे भ्रमई। कुलाल चक्र माने कुम्भार चक्र। राशि नक्षत्र आदि जेते तहिरे भ्रमंती समस्ते। कुलाल चक्र सहिते क्षुद्र जंतुक गतिमते। से काल चक्र एक देशे भ्रमंती जे जाहा प्रकाशे। ध्रुवसु मेरु प्रदक्षिण करि भ्रमंती अनुक्षण। आदिपुरुष भगवान साक्षाते प्रभु नारायण। त्रयीम यजे तांक मूर्ति कर्म भी सुधीरे ता चिंती। से मूर्ति द्वादश प्रकार करिण ब्रह्मांड ठाकुर। षडरु तु बसंत आदि एथिरे जेते को प्रसिद्धि। जे ऋतु काले जे हुअन्ति आपणे विधान करन्ति। आश्रम मते नाना पथे नाना कर्मरे यथोचिते। महापुरुष महाजने नाना जोगरे श्रद्धा मने। जे तांक चरणे सेवन्ति सकल पापु से तरन्ति। परम कल्याण लभन्ति अन्ते परम गति पान्ति। एमन्ते शुण नृपवर से सूर्य आत्मा प्राणीकर। पृथिवी आकाश मध्यरे कालचक्रे ए शून्यरे। द्वादश मासंकु भुजन्ति द्वादश मासकु भुजन्ति संवत्सर नाम वहन्ति।
ମାସକେ ବେନି ପକ୍ଷ କରି ଭୁଞ୍ଜନ୍ତି ଅହରାତ୍ର କରି। ସେବେନି ମାସେ ଏକ ଋତୁ ସମ୍ବତ୍ସରରେ ଷଡ଼ ଋତୁ। ଯେ କାଳ ନଭ ଅର୍ଦ୍ଧଭାଗେ ରହନ୍ତି କାଳ ଚକ୍ର ଲାଗି। ତାକୁ ଅୟନ ବୋଲି କହି ଶୁଣରା ଜନ ମନ ଦେଇ। ଦ୍ୟାବା ପୃଥିବୀର ସହିତେ ନଭମଣ୍ଡଳକୁ ଯାବତି। ଦ୍ୟାବା ପୃଥିବୀ ଅର୍ଥାତ୍ ପୃଥିବୀ ଓ ସ୍ୱର୍ଗ ଓ ପୃଥିବୀ। ରବିଭୁଞ୍ଜନ୍ତି ଯେତେ କାଳେ ସମ୍ବତ୍ସରଟି ବୋଲି ତାରେ। ଏ ଅନନ୍ତରେ ହେ ରାଜନ ଚନ୍ଦ୍ରର ଏ ରୂପେ ଗମନ। ଲକ୍ଷେ ଯୋଜନର ଅନ୍ତରେ ସୂର୍ଯ୍ୟର ଠାରୁ ସେ ବିହରେ। ପ୍ରବଳ ଗତି ତାରଖରେ ଚନ୍ଦ୍ରଭୁଞ୍ଜନ୍ତି ଯେବେ ଭାରେ। ସୂର୍ଯ୍ୟଙ୍କ ଭୋଗ ବେନି ପକ୍ଷେ ବେନି ନକ୍ଷତ୍ର ପାଦ ରଖେ। ବେନି ନକ୍ଷତ୍ର ପାଦ ରୁଖେ। ପକ୍ଷ ଭୋଗକୁ ଏକ ଦିନେ ଭୁଞ୍ଜନ୍ତି ଅହୋରାତ୍ର ପାନେ। ଏ ଅନନ୍ତରେ ନୃପବର ବର୍ଦ୍ଧିତ କଳା ଶଶଧର। ଅହୋରାତ୍ର ସେ ଦେବଙ୍କର ସେ ଶୁକ୍ଳ ପକ୍ଷରେ ବିହାର। କ୍ଷୀଣ କଳାରେ ପିତୃଙ୍କର ଅହୋରାତ୍ର ହେ ନୃପବର। ସେ ଯେ ସକଳ ପ୍ରାଣୀଙ୍କର ଜୀବନ ଭୂତ ଶଶଧର। ଭୁଞ୍ଜନ୍ତି ତ୍ରିଶଙ୍କ୍ତ ମୁହୂର୍ତ୍ତ ଏକ ନକ୍ଷତ୍ର ଯଥୋଚିତ। ଏଣୁ ସେ ଅନାଦି ପୁରୁଷ ଷୋଡ଼ଶ କଳା ସେ ବିଶେଷ। ଅମୃତ ଶରୀରକୁ ଧରି ପ୍ରାଣୀଙ୍କୁ ଆପ୍ୟାୟନ କରି। ମନୁଷ୍ୟ ପଶୁ ପକ୍ଷୀ ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି। ଏହାଙ୍କ ହୃଦୟରେ ବସନ୍ତି ଏଣୁ ସେ ସର୍ବ ସୁଖ ଦିଅନ୍ତି। ଏହାର ଊର୍ଦ୍ଧ୍ୱେ ହେ ରାଜନ ତୃତୀୟ ଲକ୍ଷ ଯେ ଯୋଜନ। ଭ୍ରମନ୍ତି ନକ୍ଷତ୍ର ସକଳେ ଜଗତ ପିତାର କୌଶଳେ। ଏସବୁ ନକ୍ଷତ୍ର ବିଖ୍ୟାତ ଅଭିଜିତ ତାରା ସହିତ। ନକ୍ଷତ୍ର ଯେ ଅଷ୍ଟାବିଂଶତି ମେରୁର ଦକ୍ଷିଣେ ବସନ୍ତି। 2 ଲକ୍ଷ ତାହାର ଉପରେ ଉଷନା ବାସ ଯେଉଁଠାରେ। ଉଷନା ମାନେ ଶୁକ୍ର ଗ୍ରହ। ଆଦିତ୍ୟ ପ୍ରାୟ ନାନା ଗତି ପାରୁଷେ ତାଙ୍କର ବସତି। ଲୋକର ଯେ ଶୁଭ କଲ୍ୟାଣ ଏଥେ ସେ ନିତ୍ୟ ପରାୟଣ। ଏ ଗ୍ରହ ସଞ୍ଚାର ଯେ ହେଲେ ବୃଷ୍ଟି ହୁଅନ୍ତି ମହିତଳେ। ଶୁକ୍ରଙ୍କ କାର୍ଯ୍ୟର ସମାନ ବୁଧର କାର୍ଯ୍ୟର ପ୍ରମାଣ। ଶୁକ୍ରଙ୍କ ଉପର ଭାଗରେ 2 ଲକ୍ଷ ଯୋଜନ ଅନ୍ତରେ। ବୁଧ ନାମେ ଯେ ଚନ୍ଦ୍ରସୂତ ତହିଁରେ ତାହାଙ୍କର ସ୍ଥିତ। ପ୍ରାଣୀଙ୍କ ସୁଖେ ସେହୁଥାଇ ଯେବେ ସେ ସୂର୍ଯ୍ୟୁ ବ୍ୟଗ୍ର ହୋଇ। ଅତିପ ବନ ଖରତରେ ଅନାବୃଷ୍ଟି ଆଦି ଆବରେ। ଅତିପ ବନ ଖରତରେ ଅନାବୃଷ୍ଟି ଆଦି ଆଚରେ। 2 ଲକ୍ଷ ଯୋଜନ ଅନ୍ତରେ ମଙ୍ଗଳ ବୋଧଙ୍କ ଉପରେ। ଏଥି ଅନ୍ତରେ ଏହା ରହି ପ୍ରାଣୀଙ୍କ ମନ୍ଦ ଯେ କରଇ। ଏକରା ଶିରେ 3 ପକ୍ଷ ମଙ୍ଗଳ ଭୋଜଇ ପ୍ରତ୍ୟକ୍ଷ। ଚକ୍ରଭା ବକ୍ରଭା ବରେ ଭୋଗ করে ଏ କ୍ରମେ 12 ରାଶିରେ। ମଙ୍ଗଳ ଉପର ଭାଗରେ 2 ଲକ୍ଷ ଯୋଜନ ଅନ୍ତରେ। ତହିଁ ଅଛନ୍ତି ବୃହସ୍ପତି ଯେ ଦେବ ପୁରୋହିତ ହୁଅନ୍ତି। ଏକରା ଶିରେ ସେ ବରଷେ ଭୋଗ ଯେ କରନ୍ତି ସନ୍ତୋଷେ।
ସେ ବୃହସ୍ପତି ଭଗବାନ ବ୍ରାହ୍ମଣ କୁଳର କଲ୍ୟାଣ ଯେବେ ସେ ଚକ୍ରଗତି ହୋଇ ଯେବେ ସେ ବକ୍ରଗତି ହୋଇ କଦର୍ଯ୍ୟ ଫଳକୁ ଦିଅଇ ତହୁଦି ଲକ୍ଷ ଯୋଜନରେ ରହିଅଛନ୍ତି ଶନିଶ୍ଚରେ ଏକରା ଶିରେ ଭୋଗତାର 30 ମାସ ନୃପବର ଅଶାନ୍ତି ସକଳେ କରଇ ଅଧିକେ ଅବା ଭୁଞ୍ଜଇ ଅଧିକ କେ ଅବା ଭୁଞ୍ଜଇ ତହିଁ ଉପରେ ହେ ରାଜନ 11 ଲକ୍ଷ ଯୋଜନ ଋଷିଙ୍କ ବାସ ଯେ ସେଠାରେ ସେ କୃପା କରନ୍ତି ପ୍ରାଣୀରେ ଲୋକଙ୍କ ଭାବନ୍ତି କୁଶଳ ଅଶେଷ କରୁଣାର ମୂଳ ବିଷ୍ଣୁପଦକୁ ନିତ୍ୟ ଚିନ୍ତି ପ୍ରଦକ୍ଷିଣରେ ଭ୍ରମୁଛନ୍ତି ସେ ମୁନି ଗଣଙ୍କ ପୟରେ ମୋ ଚିତ୍ତ ରହୁ ନିରନ୍ତରେ କହଇ ଦ୍ୱିଜ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ महापुराणे सहितायां महापुराणे परमहंसा सहितायां पंचम स्कंधे ज्योतिषचक्र वर्णनं नाम 22 बर्तमान यह अध्याय आम व्याख्या श्रवण करवा व्याख्याटी को आम भल भाव ध्यान दे श्रवण करवा फल ग्रह मानकर स्थिति और गति कथा आम बुझीपर जापर शास्त्र कौन कहे राजा परीक्षित पचारे भगवान आपण जो कहले जे सूर्य विभिन्न राशि मानकर आड़क गति करने समय मेरु और ध्रुव को निजर डाहाण पटे रखी गति करिया परि लागंती सत किंतु वस्तुतः सही गति दक्षिणावर्त नुहे ए विषयटी आमे किपरि बुझिपारिबु ताहा बुझाई कहंतु। श्री शुकदेव कहले हे राजन कुंभार चक्र घुरुथाए एवं सेथिरे चढ़ीथिबा जंदा पिंपुड़ींकर बा निज निजर भिन्न भिन्न गति थाए किंतु उभयंक गति एका प्रकार होई नथाए। एहार प्रमाण हैला सही जीव माने भिन्न भिन्न समय कुंभार चक्र भिन्न भिन्न स्थान में देखा जाती ठीक सेहीपरि नक्षत्र और राशि मानक द्वारा उपलक्षित कालचक्र रे पड़ी ध्रुव और मेरु को डाहाण पटे रखी घुरुथुवा सूर्य आदि ग्रह मानकर गति वास्तव में कालचक्र गति ठारू भिन्न कारण काल भेदरे सेमाने भिन्न भिन्न राशि और नक्षत्र रे देखा जाती जहाँकर गति को जानिबा निमंते वेद और विद्वान माने मध्य उत्सुक रहंती सही साक्षात आदि पुरुष भगवान नारायण ही सकल भुवनर कल्याण निमंते निजर वेदमय विग्रह काल को 12 मासरे विभक्त कर दी बसंत आदि 6 ऋतुरे सही मास मानकर यथायोग्य गुण विस्तार करती और जीव मानकु सेमानकर अतीत कर्मर फल भोग करने को अवकाश प्रदान करती। इहलोकरे वर्णाश्रम धर्म इहलोकरे वर्ण आश्रम धर्म अनुसरण करुवा मनुष्य माने 3 वेद द्वारा प्रतिपादित छोट बड़ कर्म द्वारा इंद्र आदि देवता मानक रूपरे एवं ज्ञान भक्ति और कर्म आदि जोग साधन द्वारा अंतर्जामी रूपरे सही परमात्मा को श्रद्धापूर्वक आराधना करी सहजरे परम पद पाई। भगवान सूर्य हेउछंती सकल लोकर आत्मा से पृथ्वी और द्यूलोक बा अंतरिक्ष मध्य रही संवत्सरर अवयव तथा मेष आदि राशि नाम प्रसिद्ध 12 मास भोग बा गति करती। 12 मास मध्य प्रत्येक मास को चांद्रमान अनुजाई शुक्ल और कृष्ण 2 पक्ष रूपे पितृमानकर एक अहोरात्र बा एक राति और एक दिन रूपे एवं सौर मानकर 2.1/4 बा 2.1/4 नक्षत्र रूपे गणना करा जाए। जेतिकी समय मध्य सूर्य गोटे संवत्सर 6 भागरु 1 भाग भोग करती सेतिकी समय को वर्षर गोटे ऋतु बोला जाए। आकाश में सूर्यंकर संपूर्ण गतिपथर अध्यक्ष को से जेतिकी समय अतिक्रम करती ताहाकु गोटे अयन कहा जाए एवं जेतिकी समय से निजर मंद बा तीव्र बा समगति स्वर्ग और भूमंडल सहित समस्त आकाश रे पूरा गोटे थर भ्रमण करिथांती ताकू नाम भेदरे गोटे संवत्सर परिवत्सर इडावत्सर अनवत्सर अथवा
ବଛର ବା ବର୍ଷ ବୋଲାଯାଏ। ସୂର୍ଯ୍ୟଙ୍କ ମାର୍ଗର 1,00,000 ଯୋଜନ, ସୂର୍ଯ୍ୟଙ୍କ ମାର୍ଗର 1,00,000 ଯୋଜନ ବା 8,00,000 ମାଇଲ ଉପରେ ଚନ୍ଦ୍ର ରହିଛନ୍ତି। ସୂର୍ଯ୍ୟଙ୍କ ମାର୍ଗର 1,00,000 ଯୋଜନ ବା 8,00,000 ମାଇଲ ଉପରେ ଚନ୍ଦ୍ର ରହିଛନ୍ତି। ଚନ୍ଦ୍ରଙ୍କର ଗତି ବଡ଼ ତୀବ୍ର। ସେ ସବୁ ନକ୍ଷତ୍ରଙ୍କ ଆଗରେ ଗତି କରନ୍ତି ଏବଂ ସୂର୍ଯ୍ୟ ଗୋଟିଏ ବର୍ଷରେ ଯେତେ ପଥ ଅତିକ୍ରମ କରନ୍ତି ଚନ୍ଦ୍ର ତାହାକୁ 1 ମାସରେ ଅତିକ୍ରମ କରନ୍ତି। ସୂର୍ଯ୍ୟ 1 ମାସରେ ଯେତିକି ପଥ ଅତିକ୍ରମ କରନ୍ତି ଚନ୍ଦ୍ର ତାହାକୁ 2.1/4 ଦିନରେ ଅତିକ୍ରମ କରନ୍ତି ଏବଂ ସୂର୍ଯ୍ୟ ଗୋଟିଏ ପକ୍ଷରେ ଯେତିକି ପଥ ଅତିକ୍ରମ କରନ୍ତି ଚନ୍ଦ୍ର ତାହାକୁ ଗୋଟିଏ ଦିନରେ ଅତିକ୍ରମ କରନ୍ତି। କୃଷ୍ଣ ପକ୍ଷରେ କ୍ଷୀଣ ହେଉଥିବା କଳାମାନଙ୍କ ଦ୍ୱାରା ଚନ୍ଦ୍ର ପିତୃଗଣମାନଙ୍କର ଦିନରାତି ଏବଂ ଶୁକ୍ଳ ପକ୍ଷରେ ବୃଦ୍ଧି ପାଉଥିବା କଳାମାନଙ୍କ ଦ୍ୱାରା ଦେବତାମାନଙ୍କର ଦିନରାତି ବିଭାଗ କରନ୍ତି ଏବଂ 30 ମୁହୂର୍ତ୍ତରେ ଗୋଟିଏ ଗୋଟିଏ ନକ୍ଷତ୍ରକୁ ଅତିକ୍ରମ କରନ୍ତି। ଅର୍ଣ୍ଣମୟ ଓ ଅମୃତମୟ ହୋଇଥିବାରୁ ଚନ୍ଦ୍ର ହେଉଛନ୍ତି ସକଳ ଜୀବଙ୍କର ପ୍ରାଣ ଓ ଜୀବନ। ଯେଉଁ 16 କଳାରେ ଯୁକ୍ତ ମନମୟ, ଅର୍ଣ୍ଣମୟ, ଅମୃତମୟ ପୁରୁଷ ସ୍ୱରୂପ ଭଗବାନ ଚନ୍ଦ୍ରମାଙ୍କ ବିଷୟରେ କହିଲି। ଏହି ଦେବତା, ପିତର, ମନୁଷ୍ୟ, ଭୂତ, ପଶୁ, ପକ୍ଷୀ, ସରୀସୃପ ଓ ବୃକ୍ଷ ଆଦି ସମସ୍ତ ପ୍ରାଣୀଙ୍କର ପ୍ରାଣ ପୋଷଣ କରନ୍ତି। ତେଣୁ ଚନ୍ଦ୍ରଙ୍କୁ ସର୍ବମୟ ବୋଲାଯାଏ। ଚନ୍ଦ୍ରଙ୍କର 3,00,000 ଯୋଜନ ଉପରେ ଅଭିଜିତ ସହିତ 28ଟି ନକ୍ଷତ୍ର ଅଛନ୍ତି। ଭଗବାନ ଏସବୁ ନକ୍ଷତ୍ରକୁ କାଳଚକ୍ରରେ ନିଯୁକ୍ତ କରିଛନ୍ତି। ତେଣୁ ଏମାନେ ମେରୁକୁ ନିଜର ଡାହାଣ ପଟେ ରଖି ଭ୍ରମଣ କରନ୍ତି। ଏମାନଙ୍କ ଠାରୁ 2,00,000 ଯୋଜନ ଉପରେ ଶୁକ୍ର ଦେଖାଯାନ୍ତି। ଏହି ଶୁକ୍ର ସୂର୍ଯ୍ୟଙ୍କର ତୀବ୍ର, ମନ୍ଦ ଓ ସମଗତି ଅନୁସାରେ ସୂର୍ଯ୍ୟଙ୍କ ଠାରୁ କେବେ ଆଗରେ, କେବେ ପଛରେ ଓ କେବେ ତାଙ୍କ ସହିତ ଭ୍ରମଣ କରନ୍ତି। ଶୁକ୍ର ହେଉଛନ୍ତି ବର୍ଷା କରାଇବା ଗ୍ରହ। ତେଣୁ ସେ ପ୍ରାୟତଃ ଲୋକଙ୍କର ଅନୁକୂଳ ହୋଇ ରହନ୍ତି। ଶୁକ୍ରଙ୍କ ଗତିରୁ ଅନୁମାନ କରାଯାଏ ଯେ ସେ ବର୍ଷା ରଖୁଥିବା ଗ୍ରହମାନଙ୍କୁ ଶାନ୍ତ କରିଦିଅନ୍ତି। ଶୁକ୍ରଙ୍କ ଗତି ଯେପରି ବୁଧଙ୍କର ଗ୍ରହଙ୍କ ଗତି ମଧ୍ୟ ସେହିପରି। ଚନ୍ଦ୍ରପୁତ୍ର ବୁଧ ଶୁକ୍ରଙ୍କ ଠାରୁ 2,00,000 ଯୋଜନ ଉପରେ ରହନ୍ତି। ସେ ପ୍ରାୟତଃ ମଙ୍ଗଳକାରକ। ଚନ୍ଦ୍ରଙ୍କର ପୁତ୍ର ବୁଧ ଶୁକ୍ରଙ୍କ ଠାରୁ 2,00,000 ଯୋଜନ ଉପରେ ରହନ୍ତି। ସେ ପ୍ରାୟତଃ ମଙ୍ଗଳକାରକ। କିନ୍ତୁ ସେ ଯେତେବେଳେ ସୂର୍ଯ୍ୟଙ୍କ ଗତିକୁ ଉଲ୍ଲଂଘନ କରିଥାନ୍ତି ତାହା ବହୁ ଭୀଷଣ ତୋଫାନ, ମେଘ ଓ ମରୁଡ଼ି ହେବାର ସୂଚକ ହୋଇଥାଏ। ବୁଧଙ୍କର 2,00,000 ଯୋଜନ ଉପରେ ରହିଛନ୍ତି ମଙ୍ଗଳ। ସେ ଯଦି ବକ୍ର ଗତିରେ ନ ଚାଲନ୍ତି ତେବେ ଗୋଟିଏ ଗୋଟିଏ ରାଶିକୁ ତିନି ପକ୍ଷରେ ଭୋଗ କରି 12 ରାଶିକୁ ପାରି କରିଯାଆନ୍ତି। ମଙ୍ଗଳ ହେଉଛନ୍ତି ଅଶୁଭ ଗ୍ରହ। ତେଣୁ ପ୍ରାୟତଃ ଅମଙ୍ଗଳର ସୂଚନା ଦିଅନ୍ତି। ମଙ୍ଗଳଙ୍କର 2,00,000 ଯୋଜନ ଉପରେ ରହିଛନ୍ତି ଭଗବାନ ବୃହସ୍ପତି। ସେ ଯଦି ବକ୍ର ଗତିରେ ନ ଚାଲନ୍ତି ତେବେ ଗୋଟିଏ ଗୋଟିଏ ରାଶିରେ ଗୋଟିଏ ବର୍ଷ ରହନ୍ତି। ସେ ବ୍ରାହ୍ମଣ କୂଳ ନିମନ୍ତେ ପ୍ରାୟତଃ ଅନୁକୂଳ ହୋଇଥାନ୍ତି। ବୃହସ୍ପତିଙ୍କର 2,00,000 ଯୋଜନ ଉପରେ ଶନୈଶ୍ଚର ଦେଖାଯାନ୍ତି, ଯେଉଁ ଶନି ଗ୍ରହ ଆମେ କହୁଛୁ। ସେ ଗୋଟିଏ ଗୋଟିଏ ରାଶିରେ 30 ମାସ ରହନ୍ତି। ତେଣୁ 12ଟି ଯାକ ରାଶି ପାରି କରିଯିବାକୁ ତାକୁ 30 ବର୍ଷ ଲାଗିଯାଏ। ସେ ହେଉଛନ୍ତି ପ୍ରାୟ ସମସ୍ତଙ୍କ ପକ୍ଷରେ ଅଶାନ୍ତି କାରକ। ତାଙ୍କ ଉପରେ 11,00,000 ଯୋଜନ ଦୂରରେ କଶ୍ୟପ ଆଦି ସପ୍ତର୍ଷି ଦେଖାଯାନ୍ତି, ଯାହାକି ଆମେ ସପ୍ତର୍ଷି ମଣ୍ଡଳ କହୁ। ଏମାନେ ସମସ୍ତଙ୍କର ମଙ୍ଗଳ କାମନା କରି କରି ଭଗବାନ ବିଷ୍ଣୁଙ୍କର ପରମପଦ ଧୁବପ୍ରଦକୁ ପ୍ରଦକ୍ଷିଣ କରନ୍ତି। ଏହି ଥିଲା ଏହି ଅଧ୍ୟାୟର ସୁନ୍ଦର ବ୍ୟାଖ୍ୟା। ଏହି ଅଧ୍ୟାୟରେ ଗ୍ରହମାନଙ୍କର ସ୍ଥିତି ଆଉ ଗତି ବିଷୟରେ ବର୍ଣ୍ଣନା କରାଯାଇଛି। ସୁନ୍ଦର ବର୍ଣ୍ଣନା, ଯାହାକି ଆପଣ କୌଣସି ଜୀବନ କାଳରେ ଶାସ୍ତ୍ରକୁ ଛାଡ଼ିଦେଲେ ଆଉ ଏହି ପାଠ କେବେ ବି ଶୁଣିପାରି ନଥିବେ। ତେଣୁ ଜୀବନରେ ଥରେ ଶାସ୍ତ୍ର ଅଧ୍ୟୟନ କରନ୍ତୁ। ଭାଗବତ ମହାପୁରାଣ ଥରେ ପଢ଼ନ୍ତୁ। ଶ୍ରୀମଦ୍ ଭଗବତ ଥରେ ପଢ଼ନ୍ତୁ। ଜାଣିବେ ଜୀବନର ମହତ୍ଵ କ'ଣ, ସୃଷ୍ଟିର ମହତ୍ଵ କ'ଣ, ବିଲୟର ମହତ୍ଵ କ'ଣ ଏବଂ ଏ ସଚରାଚର ଜଗତକୁ ଚଲାଉଛି କିଏ, ଚାଲୁଛି କେମିତି, କାହାକୁ କାହାର କ'ଣ ଦାୟିତ୍ଵ ନିଶ୍ଚିତ ଭାବେ ବୁଝିପାରିବେ।
ଫଳରେ ମାନବ ଜୀବନ ଯେଉଁ ଆମକୁ ମିଳିଛି ତାହାର କୃତାର୍ଥ ହେବ। ତେଣୁ ଯେଉଁ ଶ୍ରୋତାମାନେ ଏହାକୁ ଶ୍ରବଣ କରୁଛନ୍ତି ଅନ୍ତତଃ ଥରେ ଚେଷ୍ଟା କରନ୍ତୁ, ଏଇ ଦୁଇଟି ଗ୍ରନ୍ଥ ଘରକୁ ଆଣନ୍ତୁ। ଆପଣ ଏଇ ଦୁଇଟି ଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତା ବା ସାଧକ ସଞ୍ଜୀବନୀ ଟୀକା ସ୍ୱାମୀ ରାମସୁଖ ଦାସଙ୍କର ପଡ଼ୁଛି 450 ଟଙ୍କା, 1376 ପୃଷ୍ଠା ବିଶିଷ୍ଟ, ଏବଂ ଶ୍ରୀମଦ୍ ଭାଗବତ ମହାପୁରାଣ ଜଗନ୍ନାଥ ଦାସଙ୍କ ରଚିତ ଗୀତା ପ୍ରେସ୍ରୁ ପ୍ରକାଶିତ, ଏହାର ମୂଲ୍ୟ ରହିଛି 400 ଟଙ୍କା। ଏ ଦୁଇଟା ବହି ନିଶ୍ଚିନ୍ତ ଘରକୁ ଆଣନ୍ତୁ। କଳିକାଳର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଏହାକୁ ଘରେ ପାଠ କରନ୍ତୁ ଏବଂ ପୂଜା କରନ୍ତୁ। ଫଳରେ କଳିର କୁପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ଏହା ଶାସ୍ତ୍ରର ମତ ଏବଂ ମୁଁ ମଧ୍ୟ ଏହାର ଭୁକ୍ତଭୋଗୀ। କାରଣ ପାଖାପାଖି 2-3 ବର୍ଷ ହେଲା ଅବିଚ୍ଛିନ୍ନ ଭାବରେ ଶାସ୍ତ୍ର ଅଧ୍ୟୟନ କରିକି ଅନେକ କଥା ଭଗବାନଙ୍କ କୃପାରୁ ଆଜି ମୁଁ ଜାଣିପାରିଛି। ତେଣୁ ଭଗବାନ ଆପଣଙ୍କୁ ଏହି ଅଧ୍ୟାୟ ଶୁଣିଥିବାରୁ ମଙ୍ଗଳ କାମନା କରୁଛି। ସେ ଆପଣଙ୍କୁ କୃପା ବର୍ଷଣ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।